ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 2 ବର୍ଷ ଭିତରେ ରାଜ୍ୟରେ 75 ନିଯୁକ୍ତି ଦେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଶାସନ ଦିବସ ବା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏହି ବଡ଼ ଘୋଷଣା କରିଛନ୍ତି। ନିଯୁକ୍ତି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି କି ପୂର୍ବ ସରକାର କାମ ନୁହେଁ କଥା ଦେଉଥିଲେ। ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କଥା କହି ଦିନ ମଜୁରୀ ଦେଇ ପ୍ରଶାସନର କାମ ଚଳାଇ ନେଉଥିଲେ। ପୂର୍ବ ସରକାର ସମୟରେ ରାଜ୍ୟରେ 1,50,000 ପଦ ଖାଲି ପଡ଼ିଛି। ଆମେ ଆସନ୍ତା 2 ବର୍ଷରେ 75,000 ନିଯୁକ୍ତି ଦେବୁ। ଏବେ ଆସିଲେ ଓଡ଼ିଶା ପିଲାଙ୍କ ପାଇଁ ବମ୍ପର ବାର୍ତ୍ତା। ଟୋଟାଲ ଭ୍ୟାକେନ୍ସି ଯଦି ଆମେ ଦେଖିବା 15,390ଟି ପଦବୀ ଭ୍ୟାକେନ୍ସି ରହିছে। ଆସିଲା ମ୍ୟୁନିସିପାଲ କର୍ପୋରେସନ ରିକ୍ରୁଟମେଣ୍ଟ ତରଫରୁ 2025 ତରଫରୁ ସୁପରଭାଇଜର ଅଫିସ ଆସିଷ୍ଟାଣ୍ଟ କ୍ଲର୍କ ପାଇଁ ବମ୍ପର ବାର୍ତ୍ତା। ଏଥିରେ ମିନିମମ୍ ଏଜୁକେସନାଲ କ୍ୱାଲିଫିକେସନ କେବଳ ରହିଛି 10ମ ପାସ୍। ଆପଣମାନେ କେବଳ ମାତ୍ର 10ମ ହିଁ ପାସ୍ କରିଛନ୍ତି। ଏହାକୁ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଆସିଲା ମ୍ୟୁନିସିପାଲ କର୍ପୋରେସନ ଲିମିଟେଡ୍ ତରଫରୁ ଆପଣଙ୍କ ନଗମ ନିଗମ ତରଫରୁ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତି। ଟୋଟାଲ ଭ୍ୟାକେନ୍ସି ଯଦି ଆମେ ଦେଖିବା ଦେଖନ୍ତୁ ଆପଣମାନଙ୍କ ପାଇଁ 15,390ଟି ପଦବୀ ଭ୍ୟାକେନ୍ସି ରହୁଛି, ଯାହାର ମିନିମମ୍ ଏଜୁକେସନାଲ କ୍ୱାଲିଫିକେସନ କେବଳ 10ମ ପାସ୍ ରଖାଯାଇଛି। ଆପଣମାନେ ମାତ୍ର କେବଳ 10ମ ପାସ୍ କରିଛନ୍ତି। ଏହାକୁ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ଯଥାଶୀଘ୍ର ଆବେଦନ କରିନିଅନ୍ତୁ, କାରଣ ଏହାର ଆବେଦନ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଦେଖନ୍ତୁ ଆପଣମାନଙ୍କ ପାଇଁ ଅଫିସ୍ ଆଟେଣ୍ଡାଣ୍ଟ, ସୁପରଭାଇଜର, କ୍ଲର୍କ ପାଇଁ ଭ୍ୟାକେନ୍ସି ରହୁଛି, ଯାହାକୁ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଏହାର ଏଜ୍ ଲିମିଟ୍ କ'ଣ ରହୁଛି, ଆପଣଙ୍କର ଏଜୁକେସନାଲ କ୍ୱାଲିଫିକେସନ କ'ଣ ରହୁଛି ଏବଂ ଏହାକୁ ଆପଣମାନେ କେବେଠାରୁ ଆପ୍ଲାଏ କରିପାରିବେ, ଅଲ୍ ଇନଫର୍ମେସନ୍ ଏହି ଭିଡ଼ିଓ ମାଧ୍ୟମରେ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିବା। ତେଣୁକରି ଭିଡ଼ିଓ ସହିତ ନିହାତି ଭାବରେ ଜଡ଼ିତ ହୋଇ ରହନ୍ତୁ ଏବଂ ଅଲ୍ ଇନଫର୍ମେସନ୍ ପାଆନ୍ତୁ। ଦେଖନ୍ତୁ ଏହାର ଆପ୍ଲାଏ ଷ୍ଟାର୍ଟ ଯଦି ଆମେ ଦେଖିବା ଆପଣମାନେ ଅଗଷ୍ଟ 5 ତାରିଖ ଠାରୁ ଆବେଦନ ପ୍ରକ୍ରିୟାଟି ଷ୍ଟାର୍ଟ ହେବ। ଆପଣମାନେ ଅଗଷ୍ଟ 5 ତାରିଖ ଠାରୁ ଆବେଦନ କରିପାରିବେ। ଏହାର ଲାଷ୍ଟ ଡେଟ୍ 8 ସେପ୍ଟେମ୍ବର ରହୁଛି ଏବଂ ଏକ୍ଜାମ୍ ଡେଟ୍ ଯଦି ଦେଖିବା 20/10/2025 ରହୁଛି। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଏହାକୁ କେମିତି ଆପ୍ଲାଏ କରିପାରିବେ, ଏହାର ଏଜ୍ ଲିମିଟ୍ କ'ଣ ରହୁଛି, ଏଜୁକେସନାଲ କ୍ୱାଲିଫିକେସନ କ'ଣ ରହୁଛି ଦେଖନ୍ତୁ। ଅଫିସ୍ ଆସିଷ୍ଟାଣ୍ଟ ପାଇଁ 10ମ ପାସ୍ ରହୁଛି, ଅଫିସ୍ ଆଟେଣ୍ଡାଣ୍ଟ ପାଇଁ 10ମ ପାସ୍ ରହୁଛି ଏବଂ ସୁପରଭାଇଜର ପାଇଁ ଆପଣମାନେ ଯେକୌଣସି ଷ୍ଟ୍ରିମ୍ରେ ଗ୍ରାଜୁଏସନ୍ କରିଛନ୍ତି ଏହାକୁ ଆପଣମାନେ ଆବେଦନ କରିପାରିବେ। କ୍ଲର୍କ ପାଇଁ ଆପଣମାନେ +2 ପାସ୍ କରିଥିଲେ ଆବେଦନ କରିପାରିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ଯଥାଶୀଘ୍ର ଅଗଷ୍ଟ 5 ତାରିଖ ଠାରୁ ହିଁ ଆବେଦନ କରିପାରିବେ। ତ ଫ୍ରେଣ୍ଡସ୍ ଏଥିରେ ଆପଣଙ୍କର ମିନିମମ୍ ବୟସ ଯଦି ଆମେ ଦେଖିବା ମିନିମମ୍ ବୟସ ଏଥିରେ 18 ବର୍ଷ ରଖାଯାଇଛି। ମ୍ୟାକ୍ସିମମ୍ ଯଦି ଦେଖିବା 40 ଇୟର ରଖାଯାଇଛି ଏବଂ ଏଜ୍ ରିଲାକ୍ସେସନ୍ ଯଦି ଆମେ ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି।